ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଶ୍ରୀମନ୍ଦିରରେ ଜୟ ଜଗନ୍ନାଥ ଦାରୁ ବ୍ରହ୍ମ। ଶ୍ରୀମନ୍ଦିରରେ ପଖାଳ ଭୋଗର ମହିମା। ଆଜି ଦିବସ ହେଉଛି ପଖାଳ ଦିବସ। ପଖାଳ ଖାଇଥିବା ଲୋକ, ପଖାଳକୁ ନ ଖାଇଥିବା ଲୋକ ଆଜିର ଦିବସରେ ପଖାଳ ଖାଇଲେ ତାର ଗୋଟେ ସ୍ୱତନ୍ତ୍ରତା ବା ସୁଗନ୍ଧ ବାହାରେ। ପଖାଳ କ'ଣ? ଭାତ ଥଣ୍ଡା ହେବ, ପାଣି ଭର୍ତ୍ତି ହେବ, ବାସି ହେବ। ବାସି ହେଲା ପରେ ସେଥିରେ ଇଷ୍ଟ ରହିବେ, ତାହା ଟିକେ ଟିକେ ଆମ୍ବିଳା ଲାଗୁଥିବ। ଓଡ଼ିଶାରେ ନିଦ ଦୁଇଟା, ଗୋଟେ ପଣସ ଖିଆ ନିଦ, ଆଉ ଗୋଟେ ପଖାଳ ଖିଆ ନିଦ। ଏ ହେଉଛି ଓଡ଼ିଆ ଜାତିର ଗରିବ ପୁଅର ଖାଦ୍ୟ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁରି ପସନ୍ଦ। ଏହି ଓଡ଼ିଆମାନେ ଯାହା ଖାଆନ୍ତି ପ୍ରଭୁଙ୍କୁ ନୈବେଦ୍ୟ କରିକି ଖାଆନ୍ତି, ଯାହା ପିନ୍ଧନ୍ତି ପ୍ରଭୁଙ୍କୁ ଦେଖିକି ପିନ୍ଧନ୍ତି। ଯୁଆଡ଼େ ଯାଆନ୍ତି ପ୍ରଭୁଙ୍କ ଅନୁକମ୍ପାରେ ଯାଆନ୍ତି। ଦାଣ୍ଡକୁ ଯାଉଛନ୍ତି, ଆପଣ ମେଳାକୁ ଯାଉଛନ୍ତି, ଅଳଙ୍କାର ଯୁକ୍ତ ହୋଇଥିବେ, କିନ୍ତୁ ଘରେ ଗାଳି ଦେବେ, କିଣା ଜିନିଷ ପିନ୍ଧିକି ଯା, ନହେଲେ ଚୋରି ହେଇଯିବ। ଜଗନ୍ନାଥ ରଥକୁ ଗଲାବେଳେ ମଧ୍ୟ ହୀରା ଚିତା କାଢ଼ିକି ସୋଲ ଚିତା ପିନ୍ଧିକି ଯାଆନ୍ତି। ଆମ ପ୍ରଭୁ ଯାହା କରନ୍ତି ଆମେ ସେଇଆ କରୁ। ଆମ ପ୍ରଭୁ ଖାଇଲା ବେଳେ ଗୀତ ଗୋବିନ୍ଦ ପାଠ ହେଉଥିବ, ତେଣେ ସେ ଭୋଜନ କରୁଥିବେ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଆମେ ଖାଇଲା ବେଳେ ମଧ୍ୟ ସଙ୍ଗୀତ ଶ୍ରବଣ କରି ଖାଉ। ଶୀତ ହେଲା, ଭାରି ଶୀତ। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ 7 ପ୍ରକାର ଚଦର ଘୋଡ଼ି ହେବେ। ସିଏ ଯାହା କରନ୍ତି ଆମେ ମଧ୍ୟ ତାହା କରୁ, କିନ୍ତୁ ଗୋଟେ କଥା କରନ୍ତି ସିଏ, ଆମେ କରୁନି, କାରଣ ସିଏ ଦିଅଁ। ସେ କ'ଣ କରନ୍ତି? ଆମେ ସବୁ ପଖାଳ ଖାଉ, କିନ୍ତୁ ସେ ପଖାଳ ଭାତରେ ଘିଅ ପକାଇକି ଖାଆନ୍ତି। ଗୋଟେ ପ୍ରବାଦ ରହିଛି, ପଖାଳ ଭାତରେ ଘି ତୋ ବୋପା ଖାଇଥିଲା କି? ଯଦି ପଖାଳ ଭାତରେ ଘିଅ ଖାଇବେ ଆପଣ ଦୌଡ଼ିବେ ଡାକ୍ତରଖାନା, ପେଟ ଖରାପ ହେବ। ହେଲେ ଆମ ଜଗନ୍ନାଥ ମହାପ୍ରଭୁ କିନ୍ତୁ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ପଖାଳ ଖାଇବେ। ସେଥିରେ ଦହି ପଡ଼ିଥିବ, ଭଲ ଘିଅ ମଧ୍ୟ ପଡ଼ିଥିବ। ତାହା ସମର୍ପଣ ହେଲେ ମହାପ୍ରଭୁ ଶୋଇବାକୁ ଯିବେ। ଆମର ଏ ବିଚିତ୍ର ଦିଅଁ। ତେଣୁ ଯେଉଁ ଦିଅଁ ପଖାଳକୁ ଏତେ ପ୍ରାଧାନ୍ୟ ଦେଉଛି, ତାର ଲୋକମାନେ ପଖାଳ ନ ଖାଇବେ ବା କେମିତି? କାହିଁକି ନା ପଖାଳ ଖାଇବା ପଦ୍ଧତିକୁ ଓଡ଼ିଶାରେ ଜଗନ୍ନାଥ ଆଉ ତାଙ୍କ ଲୋକ ହିଁ ଜାଣନ୍ତି। ଦୁନିଆରେ ସବୁଠି ଚାଉଳରୁ ଭାତ ହୁଏ, ବଡ଼ଦେଉଳରେ ଭାତରୁ ଚାଉଳ ହୁଏ। ଓଲଟା କଥା ନିର୍ମାଲ୍ୟ। ତମ ଘରର ଭାତ କାଲିକି ରହିଲେ ବାସି ଖରାପ ହେଇଯିବ, ପୋକ ଭାସିବେ। ହେଲେ ବଡ଼ ଦେଉଳର ଭାତ କାଲିକି ରହିଗଲେ ନିର୍ମାଲ୍ୟ ହୋଇଯିବ, ତାର ରେଟ୍ ଅଧିକା ବଢ଼ିଯିବ। ଅବଢ଼ା ଖାଇଲେ ପେଟ ପୁରିଯାଏ, ହେଲେ ସେ ପଖାଳ ଖାଇଲେ ସବୁ ରୋଗ ବ୍ୟାଧି ଦୂରୀଭୂତ ହେଇଯାଏ। ସବୁ ରୋଗ ବ୍ୟାଧିକୁ ଦୂର କରେ ମହାପ୍ରଭୁଙ୍କ ବାସି ପଖାଳ। ଆନନ୍ଦ ବଜାର ଭିତରେ ଗୋଟେ ଡଙ୍ଗା ଅଛି, ତା ଭିତରେ ଅବଢ଼ା ତୋରାଣୀ ରହିଥାଏ। ସିଏ ତୋରାଣୀକୁ ଯିଏ ପିଇଲା ବା ଘରକୁ ଆଣିକି ପିଇଲା, ତାର ଦୁଃସାଧ୍ୟ ରୋଗ ମଧ୍ୟ ଭଲ ହେଇଯାଏ। ପିଲାମାନେ ଯେଉଁ ରାତିରେ ଶୋଇଥିବା ବେଳେ ଏକ କରିଦିଅନ୍ତି ବା ବହୁମୂତ୍ର ରୋଗୀମାନେ ସେ ପଖାଳ ସେବନ କଲେ ତାଙ୍କର ରୋଗ କ୍ରମଶଃ ଭଲ ହୋଇଯାଏ। ଭାରି ଶ୍ୱାସ ବେମାରୀ ରହିଛି, ଔଷଧ ଖାଇଲେ ବି କମୁନି, କିନ୍ତୁ ସେ ପଖାଳ ତୋରାଣୀକୁ ପିଇଦେଲେ କମିଯିବ ସେସବୁ। ଜଗନ୍ନାଥଙ୍କ ବାସି ଅବଢ଼ା ପଖାଳ ଫଙ୍ଗସ୍ ଭାସୁଥିବ, ନାଙ୍ଗୁଡ଼ା ଭାସୁଥିବେ, ବାସ୍ନା ନୁହେଁ ଦୁର୍ଗନ୍ଧ ହେଉଥିବ। ଆଖିକୁ ଦେଖିବାକୁ ଭାରି ଖରାପ। ତାକୁ ଧରିକି ବୋତଲରେ ଆଣିବେ, ଗୋଟେ ପାତ୍ରରେ ନିୟମିତ ପରିମାଣରେ ରଖି ତାକୁ ନିୟମିତ ସେବନ କରିବେ। ଗୋଟେ ମନ୍ତ୍ର ପାଠ କରିବେ, ନଶ୍ୟାନ୍ତି ସକଳ ରୋଗା। ଏହି ମନ୍ତ୍ର ପାଠ କରିକି ପ୍ରଭୁଙ୍କୁ ସମର୍ପଣ କରିକି ପ୍ରସାଦ ପାଇବେ। ନିଶ୍ଚିତ ଭାବରେ 21 ଦିନ ପର୍ଯ୍ୟନ୍ତ କରନ୍ତୁ ଆଜ୍ଞା, ରୋଗ ଭଲ ହେଇଯିବ। ଭାରି ଜ୍ୱର ହେଉଛି, ଜମା କମୁନି, କିନ୍ତୁ ସେ ତୋରାଣୀକୁ ଟିକେ ସେବନ କରିଦେଲେ ଜ୍ୱର କୁଆଡ଼େ ଉଭାନ ହେଇଯିବ। ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ଭଲ କରିଥିଲା ଏହି ପଖାଳ। ଦିନେ ଚୈତନ୍ୟ ମହାପ୍ରଭୁଙ୍କୁ ହେଲା ଶ୍ୱାସ ବେମାରୀ। ସେ ଭାରି ଅମାନିଆ ବାବାଜୀ। ଯେବେ ଜଗନ୍ନାଥଙ୍କୁ ଦର୍ଶନ କରିବେ, ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦେଖି ଗଦଗଦ ହେଇଯିବେ। ପ୍ରତିଦିନ ଯାଆନ୍ତି ବଡ଼ଦେଉଳ ପଛପଟେ ଚୈତନ୍ୟ ମହାପ୍ରଭୁ। କାହିଁକି ନା ତାଙ୍କ ବିଶ୍ୱାସ ପୁରୀରେ ଯେତେ ଲୋକ ରୁହନ୍ତି ସେମାନେ ବୈକୁଣ୍ଠରେ ଅଛନ୍ତି। ତେଣୁ ସବୁ ହେଲେ ବିଷ୍ଣୁ, ମୁଁ ହେଲି ହୀନଜନ। ଯଦି ମୋ ଛାଇ ପଡ଼ିବ ତାହେଲେ ସେ ଅପବିତ୍ର ହେଇଯିବେ।
ତେଣୁ ବଡ଼ଦେଉଳ ପଛପଟେ ଲୁଚିକି ଯାଆନ୍ତି। ସେ ଯେଉଁ ବାଟ ଦେଇ ଯାଆନ୍ତି ତା ନାଁ ହେଲା ଗୌରାଙ୍ଗ ସାହି, ତାପରେ ହେଲା ଗୌଡ଼ବାଡ଼ ସାହି, ଏବେ ତାହା ହରଚଣ୍ଡୀ ସାହି ନାମରେ ପରିଚିତ ହୋଇଛି। ସମୁଦ୍ରକୁ ଦେଖିବେ ଦୁଇଟି ରଙ୍ଗ, ଗୋଟେ ନୀଳ ଆଉ ଗୋଟେ ଧଳା। ନୀଳ ହେଲେ କୃଷ୍ଣ ଆଉ ଧଳା ହେଲେ ରାଧା। ରାଧାକୃଷ୍ଣଙ୍କୁ ଦେଖି ଗଦଗଦ ହେଇଯିବେ ଆଉ ସବୁଦିନ ସମୁଦ୍ର ଜଳରେ ବୁଡ଼ିଯିବେ। କେଉଟମାନେ ବେଳେ ବେଳେ ଜାଲ ପକାଇ ତାଙ୍କୁ ଉଦ୍ଧାର ମଧ୍ୟ କରନ୍ତି। ସେ ଭାବରେ ବୁଡ଼ିଯାଆନ୍ତି ସମୁଦ୍ରରେ। ସବୁଦିନ ଲୁଣି ପାଣିରେ ଗାଧୋଇକି ତାଙ୍କୁ ଶ୍ୱାସ ବେମାରୀ ହେଇଥିଲା। ପ୍ରତାପ ରୁଦ୍ରଦେବଙ୍କ ପାଖରେ ଖବର ପହଞ୍ଚିଲା। ପଞ୍ଚସଖାଙ୍କ ଆଲୋଚନା ହେଲା ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ବେମାରୀ କେମିତି କମିବ। ଏ ହରିଡ଼ାରେ କୋଉ ଜୀବଶ୍ୱାସ ବେମାରୀ କ'ଣ କରିବ। ଏତିକିବେଳେ ଓଡ଼ିଆ ମାଟିର ବରପୁତ୍ର ଅତିବଡ଼ି ଜଗନ୍ନାଥ ଦାସ ଭାଗବତ ରଚୟିତା କହିଲେ, ଚୈତନ୍ୟ ମହାପ୍ରଭୁଙ୍କ ଶ୍ୱାସ ବେମାରୀ ମୁଁ ଭଲ କରିଦେବି। ଜଗନ୍ନାଥ ଦାସ ତାଙ୍କୁ ନେଇକି ଚାଲିଲେ ବଡ଼ ଓଡ଼ିଆ ମଠକୁ। ସିଏ ଯେତିକି ଡେଙ୍ଗା ଇଏ ସେତିକି ଗେଡ଼ା। ବଡ଼ ଓଡ଼ିଆ ମଠ ବିଚିତ୍ର ଏବଂ ବିଶାଳ ମଠ, ଅଚଳାଚଳ ଜେଗା। ସେ ଜମିକୁ ଚାଷ କରିବାକୁ ହାତୀ ଭଳିଆ ବଳଦ ସବୁ ଅଛନ୍ତି। ସେମାନେ ପାଣି ପିଇବା ପାଇଁ ବଡ଼ ବଡ଼ କୁଣ୍ଡ ସବୁ ତିଆରି ହୋଇଛି। ସେ କୁଣ୍ଡରେ ପାଣି ଭର୍ତ୍ତି ହେଇକି ରହିଥାଏ। ପୁରୀରେ ଗୋଟେ ନିୟମ ରହିଛି, ଅଧିକାଂଶ ଲୋକମାନେ, ସେବକମାନେ, ମହନ୍ତମାନେ, ମଠର ଆଚାର୍ଯ୍ୟମାନେ ବଡ଼ ଦେଉଳକୁ ଅପେକ୍ଷା କରନ୍ତି। ଅପରାହ୍ନର ବିଳମ୍ବିତ ପ୍ରହରରେ ଜଗନ୍ନାଥଙ୍କୁ ମହାପ୍ରସାଦ ଭୋଗ ଲାଗିଥାଏ। ଭୋଗ ଲାଗିଲା ପରେ ପ୍ରତ୍ୟେକ ଦିନ ମହାପ୍ରସାଦ ମଠ ଆଉ ସେବକଙ୍କ ଗୃହକୁ ଯାଇଥାଏ। ଦିନବେଳା ଯାହା ଖାଉଛ ଖାଅ, ରାତିବେଳା ପୁରୀରେ ମହାପ୍ରସାଦ ଖାଇବା ପୁରୀ ଲୋକଙ୍କର ଏକ ପାରମ୍ପରିକ ଅଭ୍ୟାସ। ଯାହା ଅଭଡ଼ା ଖାଆନ୍ତି ଆଉ ଯାହା ବଳି ପଡ଼ିଲା ତାକୁ କୁଣ୍ଡରେ ପକାଇ ଦିଅନ୍ତି, ଅର୍ଥାତ୍ ଗୋରୁ ଗାଈମାନେ ଖାଇବେ। କାଲିକି ପୁଣି ଅଭଡ଼ା ଆସିବ ନା, ତେଣୁ ଗୋରୁ ଗାଈମାନେ ଖାଆନ୍ତି। ପୁରୀରେ ଥିବା ଗୋରୁ ଗାଈଙ୍କ ଭାଗ୍ୟ ସବୁଦିନ ଜଗନ୍ନାଥଙ୍କ ମହାପ୍ରସାଦ ପଖାଳ ରୂପରେ ଖାଇ ହାତୀ ଭଳିଆ ବଳ ପାଇଥାନ୍ତି ଆଉ ତାଙ୍କୁ ବଳ ଦିଏ ଜଗନ୍ନାଥଙ୍କ ପଖାଳ। ଚୈତନ୍ୟ ମହାପ୍ରଭୁଙ୍କୁ ନେଇଗଲେ ବଡ଼ ଓଡ଼ିଆ ମଠ। ଗୋଟେ କୁଣ୍ଡ ପାଖରେ ଠିଆ କଲେ, ବିଶାଳ କୁଣ୍ଡ, ତା ଭିତରେ ଅଛି ଅଭଡ଼ା ପଖାଳ ପ୍ରସାଦ। ବଡ଼ ବଡ଼ ଲାଙ୍ଗୁଡ଼ା ପୋକ ଭାସୁଛନ୍ତି, ବାସ୍ନା ହେଉଛି ଫଙ୍ଗସ, ପାଣି ସାରା ମାଡ଼ି ଯାଇଛି ଫିମ୍ପି। ଚୈତନ୍ୟ ଦେଖି ନାକ ଟେକିଲେ, କହିଲେ ଏଇଟା କ'ଣ? ନା ପ୍ରସାଦ। କି ପ୍ରସାଦ? ନା ପ୍ରଭୁର ପ୍ରସାଦ। ଏଇଟା କି ପ୍ରଭୁର ପ୍ରସାଦ ହେଇପାରେ? ହଁ, ଆମ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ। ଇଏ ହେଲା ପଖାଳ ପ୍ରସାଦ। ଯେମିତି କହିଛନ୍ତି ସାଙ୍ଗେ ସାଙ୍ଗେ କହିଲେ, ଆମର ଜଗନ୍ନାଥଙ୍କ ପ୍ରସାଦ କହି ଗୋରୁ ମୁହଁ ଲଗାଇ ପିଇଲା ପରି ଚୈତନ୍ୟ ମହାପ୍ରଭୁ ମଧ୍ୟ ସବୁ ପିଇଦେଲେ। ଦେଖିଲେନି ପୋକ, ଦେଖିଲେନି ଗନ୍ଧ। ସେଦିନ ସେହି ମୁହୂର୍ତ୍ତରେ ଶ୍ୱାସ ତାଙ୍କର ଭଲ ହେଇଗଲା। ଆମ ଓଡ଼ିଆ ଜାତିରେ ପଖାଳ ଖାଇବା ପରମ୍ପରାକୁ ଆମ ମହାପ୍ରଭୁ ଅତି ଭଲ ଭାବରେ ପରିଚାଳିତ କରନ୍ତି। ସବୁଦିନ ସେ ପଖାଳ ଖାଇକି ନିଦ୍ରା ଯାଆନ୍ତି। ପଖାଳର ସୃଷ୍ଟି ଯେ ଶ୍ରୀମନ୍ଦିରରୁ ହେଇଛି ତାର ପ୍ରମାଣ ଦିଅନ୍ତି ଆମ ମହାପ୍ରଭୁ। 56 ଭୋଗଠୁ ବି ଦୁର୍ଲଭ ଭୋଗ ମହାପ୍ରଭୁଙ୍କ ପଖାଳ ଭୋଗ। କୋଟି ଓଡ଼ିଆର ମଉଡ଼ମଣିଙ୍କ ଅତି ପ୍ରିୟ ଖାଦ୍ୟ ପଖାଳ। ମହାପ୍ରଭୁଙ୍କ ପାଖେ ଲାଗି ହୁଏ ପଖାଳ ଭୋଗ। ଶ୍ରୀ ଜଗନ୍ନାଥଙ୍କୁ ବଢ଼ା ହେଇଥିବା ପଖାଳରେ କେତେବେଳେ ଦହି ଭାସେ ତ କେତେବେଳେ ଘିଅ ଭାସେ। ତେବେ ଏହି ପଖାଳର ନାଁ ସବୁ ହେଲା ସୁବାସ ପଖାଳ। ପ୍ରଥମେ କୁଡ଼ୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ। ଚୁପୁଡ଼ା ପଖାଳ। ରନ୍ଧା ହୋଇଥିବା ଅନ୍ନକୁ ଭଲ ଭାବରେ ଚିପୁଡ଼ି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୁଙ୍କୁ ପରଷି ଦିଆଯାଏ। ପାଣି ପଖାଳ। ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୋଇଥାଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ। ଦହି ପଖାଳ। ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ରହିଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଏ। ମିଠା ପଖାଳ। ସାଧା ଅନ୍ନରେ ଧଳା ଗୁଡ଼ ପକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦା ଖଣ୍ଡ ପକାଇ ପରଷା ଯାଇଥାଏ। ମଲ୍ଲିଫୁଲ ପଖାଳ। ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ।
ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରଷା ଯାଇଥାଏ। ଟଭା ପଖାଳ। ସାଧା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୋଇଥାଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ। ଘିଅ ପଖାଳ। ସାଧା ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ, ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ। ବିଶେଷ କରି ସନ୍ଧ୍ୟା ଧୂପ ଓ ବଡ଼ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ। ଦାରୁବ୍ରହ୍ମ ଜଗନ୍ନାଥ।